ଥିଲୁ ଆମ ବୋଉ କହିଲେ ଯେ କହିଲେ ବାହାରି ହେଠି ଆମ ବୋପା ହେଠି କ'ଣ ହେଲା ଦିବଖରା ଘରକୁ 2 ଜଣ ଲୋକ ତାହେଲେ କୁଟୁମ୍ବ ବଢ଼ିଲେ ଆଉ କେଉଁଠି ରହିବେ କହିଲା ଯିବା ହେରି ହେଠି କହିଲା ହେଠୁ କ'ଣ କଲେ ହେଠୁ ଆମେ ଆସିଲୁ ହେରି ଏଠିକି ଆସିକି ମାମୁଁ ଘର ଦେଖିଲା ବେଳକୁ 3 ଗୁଣ୍ଠ ଜାଗା ତାର ପୁଅ 2ଟା ବଡ଼ ପୁଅ ମରିଗଲା ସାନ ପୁଅ ରହିଲା ହେଲା ଯେଉଁ ଜାଗାରେ ଆମେ ଥିଲୁ ଏଇ ଗୋଟାକ ହେଉଛି ପଟ୍ଟା ଏଇ ଗୋଟାକ ଏଇଠୁ ଏଠିକି ଇନକମ୍ ଯେଉଁ ଜାଗା ଥିଲା ଆମେ ଏଇଟାରେ ଘର କରିଛୁ ସେଇ ଜାଗାଟା ବିକ୍ରି କଲୁ ବିକ୍ରି କରିବା ସତ୍ତ୍ୱରେ ଯିଏ ନେଲା ଏଇ ଜାଗାଟା ସିଏ ମାରିକି ଏଇ ଖଣ୍ଡାକ ନେଇଗଲା ମୁଁ କହିଲି ମୁଁ ଯେଉଁ ଜାଗାଟାରେ ଘର କରିକି ଥିଲି ତମେ ସେଇ ଜାଗାଟା ବାହାର ଦେଇଗଲା ସରକାରୀ ହଉ କି ଯାହା ହଉ ସରକାର ହେଇଥିଲେ ମୋ ନାଁରେ ଯଦି ମନେ ହେଇଥାନ୍ତା କି ଯାହା ହେଇଥାନ୍ତା ତମେ କେମିତି ନେଇଗଲ ତମେ ଯେତିକି ନେବାର କଥା ସେତିକି ନହେଲେ ତମେ 3 ଗୁଣ୍ଠ ଜାଗା ସାଙ୍ଗେ 6 ଗୁଣ୍ଠ ଜାଗା ନେଇଗଲ କହିଲା ସେ କ'ଣ କାଗଜପତ୍ର ମୁଁ କହିଲି କାଗଜପତ୍ରରେ ସେ କ'ଣ ତମେ ଯେତେବେଳେ ତମ ମାମୁଁ ଘର ଏଇ ଟିଙ୍ଗିରା ଘରରେ ଥିଲ ଆସି ତାଙ୍କ ଘରେ ସେ ତମକୁ କାଗଜପତ୍ର କରିଦେଇଥିଲେ କି ତମେ ନିଜେ କୁହ ଯେମିତି କହିଲେ ଏଠି ତାର ମୋର ଗୋଟେ ପାଟିତୁଣ୍ଡ ହେଲେ ଯାହା ନେଲେ ନେଇବ ଏଇଆ ହେଲା କଥା ଆଉ